ଆପଣଙ୍କର ଯଦି ମିଥୁନ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଆପଣଙ୍କର ରାଶିରେ ଏକ ବହୁତ ବଡ଼ ଚଳନ ହେବାକୁ ଯାଉଅଛି। ଏହି ଅକ୍ଟୋବର ମାସରେ ଆପଣଙ୍କର ଜୀବନରେଖା ବଦଳିବାକୁ ଯାଉଅଛି। ତ ତେଣୁକରି ଆପଣ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ପଞ୍ଚମ ଘରେ ଦେବଗୁରୁ ବୃହସ୍ପତି ଏବଂ ଶନି ଏକତ୍ର ହୋଇ ବିରାଜମାନ କରିଥିଲେ, ଯାହା ଫଳରେ ଆପଣଙ୍କ ଜୀବନରେ ଯେକୌଣସି ଦୁଃଖ, ବାଧା ଏବଂ ଯେକୌଣସି ସମସ୍ୟା ଆସୁଥିଲା ତାହାକୁ ଶନି ଏବଂ ଦେବଗୁରୁ ବୃହସ୍ପତି ଏକତ୍ର ଭାବରେ ସମାଧାନ କରିଦେଉଥିଲେ। କିନ୍ତୁ ଏବେ ଆପଣଙ୍କର ପଞ୍ଚମ ଭାଗରୁ ଦେବଗୁରୁ ବୃହସ୍ପତି ନବମ ଭାଗକୁ ଗୋଚର କରିବେ, ଯାହା ଫଳରେ ଆପଣଙ୍କ ଜୀବନରେ ଖୁସିର ଲହରୀ ଫେରିଆସିବ। ଏମିତିକି ଆପଣଙ୍କୁ ଅନେକ ମାତ୍ରାରେ ଖୁସିର ଲହରୀ ଆସିବ, କାରଣ ଆପଣଙ୍କ ପାଇଁ ଏହି ମିଥୁନ ରାଶିର ବ୍ୟକ୍ତି ସେମାନଙ୍କ ପାଇଁ ସପ୍ତମ ଘରେ ବୁଧଙ୍କ ସ୍ଥାନରେ ଦେବଗୁରୁ ବୃହସ୍ପତି ଗୋଚର କରିବେ, ଯାହା ଏକ ଅତ୍ୟନ୍ତ ଖୁସିର ଖବର ଅଟେ, ଯାହା ଆପଣଙ୍କ ପାଇଁ ଏକ ନୂତନ ସୁବର୍ଣ୍ଣ ସୁଯୋଗ ଆଣିବ। ଆପଣ ଯଦି ଚାକିରି କରିଥାନ୍ତି ତେବେ ଆପଣଙ୍କୁ ଚାକିରିରେ ମଧ୍ୟ ପ୍ରମୋସନ୍ ଘଟିବ। ଆପଣଙ୍କୁ ବିଜନେସ୍ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଲାଭବାନ କରିବେ। ଆପଣ ଯଦି ଏକ ଶିକ୍ଷାର୍ଥୀ ହୋଇଥିବେ ତେବେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆପଣଙ୍କର ଉନ୍ନତି ଘଟିବ। ଆପଣଙ୍କର ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇବ। ତେଣୁକରି ଆପଣଙ୍କର ସପ୍ତମ ଭାଗକୁ ଦେବଗୁରୁ ବୃହସ୍ପତି ବୁଧ ଘରେ ଥିବାରୁ ଆପଣଙ୍କର ଏହି ଜୀବନଟି ଅକ୍ଟୋବର ମାସରେ ଆପଣଙ୍କ ଜୀବନ ଉପରେ ଅନେକ ମାତ୍ରାରେ ପ୍ରଭାବ ପଡ଼ିବ। ଆପଣଙ୍କୁ ଅନେକ ମାତ୍ରାରେ ଲାଭପ୍ରାପ୍ତ ହେବେ। ଆହୁରି ପୁଣି ଆପଣଙ୍କର ସପ୍ତମ ଘରେ ବୁଧ ଘରେ ପୂର୍ବରୁ ଯେଉଁ ରାଶି ଥିଲେ ରବି, ଆପଣଙ୍କର ନବମ ଭାଗକୁ ଷଷ୍ଠ ଘରେ, ନବମ ଭାଗର ଷଷ୍ଠ ଘରେ ରବି ଯାଇକି ବିରାଜମାନ କରିବେ, ଯାହା ତାଙ୍କ ପାଇଁ ଏକ ଅନୁକୂଳ ପାଗ ଅଟେ। ଯେମିତି ଆପଣଙ୍କର ପେଟ ଜନିତ ସମସ୍ୟା ଦିଶୁଥିଲା, ଶ୍ୱାସ ଜନିତ ସମସ୍ୟା ଦିଶୁଥିଲା, ଆପଣଙ୍କର ଆଣ୍ଠୁ ଗଣ୍ଠି ମଧ୍ୟ ବାତ ଧରୁଥିଲା, ତାହା ମଧ୍ୟ ଦୂରେଇ ଯିବ। ଆପଣଙ୍କର ଯେ କୌଣସି ଚର୍ମ ଜନିତ ରୋଗ ହେଉଥିଲା, ଯେମିତିକି ଯାଦୁ ହେଉ ବା କାଛୁ, ତାହା ମଧ୍ୟ ଦୂରେଇ ଯିବ। ଆପଣ ଯଦି ମିଥୁନ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ଆମେ ଜାଣିବୁ କି ଆପଣ ଏକ ସଚ୍ଚା ପ୍ରେମୀ ହୋଇଥାନ୍ତି। ତେବେ ଦେଖନ୍ତୁ, ଏହି ଅକ୍ଟୋବର ମାସରେ ଆପଣଙ୍କର ଶୁଭ ରଙ୍ଗ ହଳଦିଆ, ଶୁଭ ସମୟ 10:45ରୁ 11:45 ମଧ୍ୟରେ ଏବଂ ଆପଣଙ୍କର ଶୁଭ ସଂଖ୍ୟା 5। ତେବେ ଆପଣ ଯଦି ମିଥୁନ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଏହି ରାଶିକୁ, ଏହି ଚ୍ୟାନେଲଟିକୁ ନୂଆ କରି ଆସିଛନ୍ତି ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛୁ, ଧନ୍ୟବାଦ।